देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1 ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ 2024 ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ 2ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। କାଲି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। 75ଟି ବିଧାନସଭା ଆସନ ପାଇଁ ତାଲିକା ପ୍ରକାଶ କଲା କଂଗ୍ରେସ। ଗତକାଲି ଦଳ 9ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା। 3ଟି ଆସନରେ ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ। ଭଣ୍ଡାରୀ ପୋଖରୀରୁ ଲଢ଼ିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହିପରି ଅସିତ ପଟ୍ଟନାୟକଙ୍କୁ ଦଳ ଭଦ୍ରକରୁ ପ୍ରାର୍ଥୀ କରିଛି। ଅତାବିରାରୁ ଅଭିଷେକ ସେଠୀ, କୁଚିଣ୍ଡାରୁ କେଦାରନାଥ ବରିହା, ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭଟ୍ଟାରିଆ ପ୍ରାର୍ଥୀ ହୋଇଛନ୍ତି। ଆନନ୍ଦପୁରରୁ ଜୟଦେବ ଜେନା, ସମ୍ବଲପୁରରୁ ଦୁର୍ଗାପ୍ରସାଦ ପାଢ଼ୀ, ରେଢ଼ାଖୋଲରୁ ଅସଫ ଅଲି ଖାନ, ରେଙ୍ଗାଲିରୁ ଦିଲ୍ଲୀପ ଦୁରିଆ ଲଢ଼ିବେ ନିର୍ବାଚନ। ନମ୍ବର 2 ଆସିଲା ବିଜେପିର ସଂକଳ୍ପ ପତ୍ର। ମୋଦି କହିଲେ ଆସନ୍ତା 5 ବର୍ଷ ଯାଏଁ ମିଳିବ ମାଗଣା ରାସନ। ଲୋକସଭା ନିର୍ବାଚନ ପାଇଁ ଜାରି ହୋଇଛି ବିଜେପିର ନିର୍ବାଚନୀ ଇସ୍ତାହାର ବା ସଂକଳ୍ପ ପତ୍ର। ମୋଦି କି ଗ୍ୟାରେଣ୍ଟି 2024 ନାଁରେ ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ସଂକଳ୍ପ ପତ୍ରରେ ଫୋକସରେ ରହିଛି ଜ୍ଞାନ, ଅର୍ଥାତ୍ ଜି ହେଉଛି ଗରିବୀ, ୱାଇ ହେଉଛି ଯୁବା, ଏ ହେଉଛି ଅନ୍ନଦାତା ଏବଂ ଏନ୍ ହେଉଛି ନାରୀ ଅର୍ଥାତ୍ ମହିଳା। ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡିଗ୍ନିଟି ଅଫ୍ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍ ଆମର ଫୋକସ୍। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆସନ୍ତା 5 ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ। ଦେଶରେ ଜନଔଷଧି କେନ୍ଦ୍ରର ବିସ୍ତାର ହେବ। 70 ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ। 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ଆୟୁଷ୍ମାନ ଯୋଜନାରେ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ସାମିଲ କରାଯିବ। ପାଇପ୍ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ୍ ପହଞ୍ଚିବ। ମୁଦ୍ରା ଯୋଜନାରେ 20 ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ। ଗରିବଙ୍କ ପାଇଁ ଆହୁରି 3 କୋଟି ଆବାସ ନିର୍ମାଣ ହେବ। ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ୍ ଟ୍ରେନ୍ ଚାଲିବ। ଖୁବ୍ ଶୀଘ୍ର ସର୍ଭେ କାମ ହେବ। ଖୁବ୍ ଶୀଘ୍ର ଗଡ଼ିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସଂକଳ୍ପ ପୂରଣ କରିବୁ। 2036 ମସିହାରେ ଅଲିମ୍ପିକ ଆୟୋଜନ କରିବ ଦେଶ। 3 କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ ରଖିଛୁ। ସର୍ଭାଇକାଲ କ୍ୟାନ୍ସର ଓ ବ୍ରେଷ୍ଟ କ୍ୟାନ୍ସର ଚିକିତ୍ସା ପାଇଁ ଯୋଜନା ପ୍ରସ୍ତୁତ କରିବୁ। କୃଷି ଢାଞ୍ଚାକୁ ବିକଶିତ କରିବୁ। ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଯୋଜନା ଆଣିବୁ। ସମଗ୍ର ବିଶ୍ୱରେ ଯୋଗର ପ୍ରଚାର ପ୍ରସାର କରିବୁ। ଦେଶର ବଞ୍ଚିତ ବର୍ଗଙ୍କୁ ପ୍ରାଥମିକତା ଦେବୁ। ଗରିବଙ୍କୁ ଲୁଟୁଥିବା ଲୋକ ଜେଲ୍ ଯାଉଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ। ନମ୍ବର 3 ଇସ୍ରାଏଲ ଉପରକୁ ଇରାନର ଘନ ଘନ ମିଜାଇଲ ମାଡ଼। ମଧ୍ୟପ୍ରାଚ୍ୟରେ ବିଗିଡ଼ିବାରେ ଲାଗିଛି ସ୍ଥିତି। ପ୍ରାୟ 2 ଦଶନ୍ଧି ଧରି ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ବିବାଦ ଉଗ୍ର ରୂପ ଧାରଣ କରିଛି। ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଶକ୍ତିଶାଳୀ ଦେଶ। ଆରମ୍ଭ ହୋଇଛି ଯୁଦ୍ଧ ପରିସ୍ଥିତି। ଶନିବାର ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇସ୍ରାଏଲକୁ ଲକ୍ଷ୍ୟ କରି ଡ୍ରୋନ୍ ଓ ମିଜାଇଲ ମାଡ଼ ହୋଇଛି। ଗତ ରାତିରେ ଇରାନ ଇସ୍ରାଏଲ ଉପରକୁ ପ୍ରାୟ 200ରୁ ଉର୍ଦ୍ଧ୍ୱ ଡ୍ରୋନ୍ ଓ ମିଜାଇଲ ମାଡ଼ କରିଛି। ମାତ୍ର ଇସ୍ରାଏଲ ସେନାର ଡିଫେନ୍ସ ସିଷ୍ଟମ ଏଥିମଧ୍ୟରୁ ଅଧିକାଂଶ ମିଜାଇଲ ଓ ଡ୍ରୋନ୍କୁ ଅକାମୀ କରିଦେଇଥିବା ଜଣାଯାଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ନିଜର ସବୁ ଏୟାର ସ୍ପେସ୍କୁ ବନ୍ଦ କରିଦେଇଛି। ଏଥିସହ ଇସ୍ରାଏଲ ଏବେ ନୋ ଫ୍ଲାଇଂ ଜୋନ୍ରେ ପରିଣତ ହୋଇଯାଇଛି। ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିବାରୁ ସହାୟତା ପାଇଁ ଆମେରିକା ପକ୍ଷରୁ ଯୁଦ୍ଧ ଜାହାଜ ପଠାଯାଇଛି। ଇସ୍ରାଏଲ ସହାୟତା ପାଇଁ ଆଗକୁ ଆସିଥିବା ଆମେରିକା ନିଜ ଡିଫେନ୍ସ ସିଷ୍ଟମ ଦ୍ୱାରା ଇରାନର ବହୁ ଡ୍ରୋନ୍କୁ ଖସେଇ ଦେଇଛି। ନମ୍ବର 4 ଇରାନ ଇସ୍ରାଏଲ ଯୁଦ୍ଧ। ଏୟାର ଇଣ୍ଡିଆ ଉଡ଼ାଣ ରଦ୍ଦ କଲା କମ୍ପାନୀ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ବଡ଼ ନିଷ୍ପତ୍ତି ନେଇଛି। ଏୟାରଲାଇନ୍ସ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଜାସ କରୁଥିବା ଏହାର ବିମାନ ଉଡ଼ାଣକୁ ରଦ୍ଦ କରିଛି। ସୂଚନା ଥାଉ କି ସିରିଆର ଇରାନ ଦୂତାବାସରେ ହୋଇଥିବା ଆକ୍ରମଣ ପରେ ଇରାନ ପ୍ରତି ଆକ୍ରମଣ କରିବା ସହ ଇସ୍ରାଏଲ ଉପରେ ଡ୍ରୋନ୍ ଏବଂ ମିଜାଇଲରେ ଆକ୍ରମଣ କରିଛି, ଯାହାପରେ ଉଭୟ ଦେଶଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି। ପାଣିପାଗ ସୂଚନା। ଆକାଶରୁ ହେବ ନିଆଁ ବର୍ଷା। 4ରୁ 6 ଡିଗ୍ରୀ ବଢ଼ିବ ତାପମାତ୍ରା। ଆହୁରି କଲବଲ କରିବ ଗ୍ରୀଷ୍ମ ପ୍ରବାହ। ଏବେ ଯେତିକି ଖରା ହେଉଛି ତାଠାରୁ ଯଥେଷ୍ଟ ଅଧିକ ରହିବ ପାରଦ। ଏକାଥରକେ 6 ଡିଗ୍ରୀ ଯାଏଁ ବଢ଼ିବ ଦିନର ତାପମାତ୍ରା। ବିଶେଷ କରି ଉପକୂଳ ଓଡ଼ିଶାରେ ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଗାମୀ 5 ଦିନ ଯାଏଁ ଅସହ୍ୟ ଗରମରୁ ମିଳିବନି କୌଣସି ପ୍ରକାରର ଆଶ୍ୱସ୍ତି। ଗ୍ରୀଷ୍ମ ପ୍ରବାହ ନେଇ ଆଜି ପାଇଁ 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ସେହିପରି ଆସନ୍ତା 5 ଦିନ ଯାଏଁ ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ 4ରୁ 6 ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଆଜି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ନମ୍ବର 6 ପତି ପତ୍ନୀ ସରକାରୀ ଚାକିରିଆ ହୋଇଥିଲେ ଜଣେ କରିବେ ନିର୍ବାଚନ ଡ୍ୟୁଟି।
पति पत्नी उभय सरकारी चाकरिया होइथिले निर्वाचन ड्यूटी रे जणे नियोजित हेबे, अन्य जनक एथुरु मिलिबो मुक्ति। तेबे काहाकू मुक्ति मिलिबो ओ किए करिबो ड्यूटी से संपर्क में जिला निर्वाचन अधिकारी निष्पत्ति नेबे। ए प्रकार निर्देशनामा जारी करिसेंती उत्तर प्रदेश निर्वाचन आयोग। उभय पति पत्नी सरकारी चाकरिया होइथिले प्रायतः उभयक निर्वाचन ड्यूटी पड़ी थाए। एथि मध्यरु सेमानकु बहु पारंपरिक समस्यार सम्मुखीन हेबाकू पड़ी थाए। तेबे एपरि समस्यारु दंपति को मुक्ति देबाकू अंटा भिड़िसंती उत्तर प्रदेश निर्वाचन आयोग। नंबर 7 अमेरिका को ईरान रो नाली आखि देला खोलाखोली आक्रमण धमक। इस्राएल उपरे आक्रमण करिछि ईरान। गत राति इस्राएल उपरकू घन घन मिजेल माड़ करने सह ईरान ड्रोन आक्रमण करिछि। दुई देश मध्य युद्ध परिस्थिति सृष्टि होइछि। अमेरिका इस्राएल समर्थन रे बाहरी ताकू सुरक्षा जोगैबाकू आगकू आसीछि। एहाकू नै एबे अमेरिका को नाली आखि देखैछि ईरान। अमेरिका उपरे आक्रमण करिबा पई खोलाखोली देइछि धमक। अमेरिका प्रतिरक्षा सचिव लॉयड ऑस्टिन कहिसंती जे तांको देश ईरान सह संघर्ष चाहूनाही, किंतु इस्राएल रो प्रतिरक्षा समर्थन रे कार्य करिबाकू कुंठाबोध मध्य करिबो नाही। एहाकू नै एबे ईरान कहिछि जे जदि अमेरिका इस्राएल रो प्रतिशोध नेबाकू समर्थन करे तेबे ईरान अमेरिकार अनेक ठिकाना को टार्गेट करी आक्रमण करिवो। ईरान आहुरी कहिछि जदि इस्राएल आउ एक भूल करे तेबे एहार परिणाम भोगिबो। एही विवाद ईरान और इस्राएल मध्य रहिछि। अमेरिका एथिरु दूरे रहिबा उचित। नंबर 8 लोकसभा निर्वाचन मनोज तिवारी को टक्कर देवे कन्हैया कुमार। आसंता लोकसभा निर्वाचन पई काली आउ 10 जन प्रार्थी ना घोषणा करिछि कांग्रेस। एही 10 प्रार्थी मध्य युव नेता कन्हैया कुमार ना रहिछि। दल तांको उत्तर पूर्व दिल्ली रु प्रार्थी करिछि। 2024 रे तांकर लड़ई बीजेपी सांसद मनोज तिवारी सह हेबो। उत्तर पूर्व दिल्ली रु मनोज 2019 रे विजयी होइथिले। कांग्रेस दिल्ली रे क्षमतासीन आप सह मिसी लोकसभा निर्वाचन लड़ुछि। आप 4टी और कांग्रेस 3टी आसन रे प्रार्थी देबे। मेंटर डील अनुसार काली कांग्रेस दिल्ली रो 3टी आसन पई प्रार्थी ना घोषणा करिछि। कन्हैया उत्तर पूर्व दिल्ली रु टिकेट पाइथिबा बेले चांदनी चौक रु जेपी अग्रवाल और उत्तर पश्चिम दिल्ली रु उदित राज कांग्रेस टिकेट पाइछंती। नंबर 9 मृत्युर नुआ ना MP-80GM मिजाइल डीआरडीओ द्वारा सफल परीक्षण। डीआरडीओ को आउ एक सफलता। राजस्थान पोखरान फील्ड रे फायरिंग रेंज स्वदेशी मैन पोर्टेबल एंटी टैंक गाइडेड मिजाइल रो सफल परीक्षण होइछि, जार वीडियो जारी करिछि डीआरडीओ। एही मिजाइल द्वारा शत्रु पक्षर टैंक और सेना गाड़ी को सहजरे टार्गेट करि हेबो। डीआरडीओ सूचना मुताबक MP-80GM क्षेपणास्त्र को विशेष करी टैंक अर्जुन रे सेट करिबा नै लक्ष्य धार्य कर जाइछि। पोखरान परीक्षण बेले यह अत्याधुनिक मिजाइल सठिक टार्गेट को हिट करिछि। एथिरे टेंडम हाई एक्सप्लोसिव एंटी टैंक अस्त्र व्यवहार कर जाइछि, जहाँ अत्याधुनिक एक्सप्लोसिव रिएक्टिव आर्मर कवच द्वारा आच्छादित सेना गाड़ी को ध्वंस करि परिबो। नंबर 10 ईरान रो आक्रमण को कड़ा निंदा कला अमेरिका। G7 नेतांक सह बैठक। इस्राएल उपरे ईरान रो आक्रमण पर अमेरिका सतर्क हो पड़ी। वर्तमान एहाकु नै बड़ पदक्षेप नेबाकू जाउछि अमेरिका। प्रथम पदक्षेप भाव में ईरान इस्राएल युद्धर संभावना को दृष्टि रे रखी जो बाइडेन तुरंत G7 नेतांक सह बैठक करिसंती। परवर्ती परिस्थिति उपरे कौन कार्यानुष्ठान ग्रहण कराजिबो से नै आलोचना होइछि। ईरान आक्रमण मध्य इस्राएल रो प्रधानमंत्री बेंजामिन नेतन्याहू अमेरिकार राष्ट्रपति जो बाइडेनक सह फोन रे कथा होइछंती। अमेरिका रिपोर्ट अनुसार ईरान उपरे इस्राएल रो काउंटर आक्रमण को अमेरिका समर्थन करिबो नाही बोली बाइडेन नेतन्याहू को कहिछंती। नंबर 11 ईरान कहिला आउ आक्रमण करिबोनी, किंतु इस्राएल प्रतिशोध नेले परिणाम भयंकर हेबो। ईरान और इस्राएल मध्य लगी रही विवाद उग्र रूप धारण करिछि। उभय देश मुहांमुही होइछंती। गत राति रक्तमुहा होई पड़िछि ईरान। इस्राएल उपरे करिछि घन घन मिजाइल माड़। या परे उभय देशों मध्य युद्ध परिस्थिति आरंभ हो जाइछि। यारी भितरे ईरान आउ आक्रमण करिबनी बोली कहिछि। रिपोर्ट अनुसार आम आक्रमण शेष हो जाइछि। आमे एहाकू जारी रखिबाकू चाहुनाहु, किंतु जदि इस्राएल आमको टार्गेट करी आक्रमण करे किंबा कोनोसी क्षति पहुंचाए तेबे आमे चुप रहिबोनी। यार मुहतोड़ जवाब दियाजिबो बोली ईरान रो मुख्य अधिकारी कहिसंती। नंबर 12 महंगा माड़ आलू दर 30 छुईला डाली भी महंगा हैला। निर्वाचन वर्ष में महंगा माड़ लोकों को आउटु पाउटु करने आरंभ कलानी। 15 दिन में आलू दर 1.5 गुणा हो केजी पिछा 30 टंका छुईछि। हरड़ डाली 8 टंका और पामोलिन तेल 5 टंका बढ़िलानी। विशेषकर आलू दर वृद्धि खाउटी को चिंतार पकईछि। 15 दिन में यह अत्यावश्यक द्रव्यर मूल्य 10 टंका महंगा होइछि। सप्ताहक तले हठात केजी 25 टंका होइथिला, आउ एबे केजी 30 टंका छुईछि।
ଖାଲି ଆଳୁ ନୁହେଁ, ଅନ୍ୟ ଖାଦ୍ୟ ସାମଗ୍ରୀ ଦର ବି ବଢ଼ିଗଲାଣି। ଗତ 15 ଦିନ ଭିତରେ ଡାଲି କେଜି ପିଛା 8 ଟଙ୍କା ଯାଏଁ ଓ ତେଲ ଲିଟର ପିଛା 5 ଟଙ୍କା ମହଙ୍ଗା ହେଲାଣି। ହରଡ଼ ଡାଲି କେଜି ପିଛା 138ରୁ 155 ଟଙ୍କାରେ ବିକ୍ରି ହେଉଛି। ବିରି ଡାଲି ଦାମ 5ରୁ 7 ଟଙ୍କା ବଢ଼ି 120ରୁ 132 ଟଙ୍କା ଛୁଇଁଛି। ସେହିପରି ପାମୋଲିନ୍ ତେଲ ଦର ଲିଟର ପିଛା 5 ଟଙ୍କା ବଢ଼ି 100 ଟଙ୍କାର ନିକଟତର ହୋଇଛି। ନମ୍ବର 13, ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ସରୋଜ ସାହୁ। ବିଜେଡିକୁ ପୁଣି ଲାଗିଛି ଝଟକା। ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳର ଜଣଙ୍କ ପରେ ବରିଷ୍ଠ ନେତା ଇସ୍ତଫା ଦେବାରେ ଲାଗିଛନ୍ତି। ଏହି କ୍ରମରେ କାଲି ବିଜେଡିର ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ପତ୍ର ସମ୍ପର୍କରେ ଘୋଷଣା କରିଛନ୍ତି। ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିଲା। ଦଳ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ସେ ଅଭିଯୋଗ କରି ଇସ୍ତଫା ଦେଇଛନ୍ତି। ନମ୍ବର 14, ଭାରତୀୟ ଦୂତାବାସ ଜାରି କଲେ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର। ଇସ୍ରାଏଲରେ ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ନିମନ୍ତେ ରବିବାର ଏକ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଇସ୍ରାଏଲରେ ସବୁ ଭାରତୀୟ ନାଗରିକଙ୍କୁ ଘାବରେଇ ନ ଯାଇ ଶାନ୍ତ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ସମୟ ସୀମାରେ ଜାରି କରାଯାଉଥିବା ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବାକୁ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ଆମର ସବୁ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରାଏଲି ଅଧିକାରୀ ଓ ଭାରତୀୟ ସମୁଦାୟ ସଦସ୍ୟଙ୍କ ସମ୍ପର୍କରେ ଅଛନ୍ତି। ଦୂତାବାସ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି। ଏଥିମଧ୍ୟରେ ଭାରତରେ ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି କରିଛନ୍ତି। ନମ୍ବର 15, ଯାଞ୍ଚରେ ବିଫଳ ହେଲା ପତଞ୍ଜଳି ମହୁ, କମ୍ପାନୀକୁ 1 ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ। ବାବା ରାମଦେବଙ୍କ ସମସ୍ୟା କମ୍ ହେବାର ନାଁ ନେଉନି। ସୁପ୍ରିମକୋର୍ଟରେ ଭ୍ରମାତ୍ମକ ବିଜ୍ଞାପନ ମାମଲାର ଶୁଣାଣି ଚାଲିଥିବା ବେଳେ ପତଞ୍ଜଳି ମହୁ ସାମ୍ପୁଲ ଯାଞ୍ଚରେ ଫେଲ୍ ହୋଇଛି। ଏହାପରେ କମ୍ପାନୀ ଉପରେ 1 ଲକ୍ଷ ଟଙ୍କା ଜରିମାନା ହୋଇଛି। ପାଖାପାଖି 4 ବର୍ଷ ପୂର୍ବେ ଏହି ସାମ୍ପୁଲ ପିଥୋରଗଡ଼ ଜିଲ୍ଲା ଡିଡିହାଟ ସ୍ଥିତ ଏକ ପତଞ୍ଜଳି କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା। ସଂଗୃହୀତ ନମୁନାକୁ ଯାଞ୍ଚ ନିମନ୍ତେ ରୁଦ୍ରପୁର ଲ୍ୟାବ୍କୁ ପଠାଯାଇଥିଲା। ଲ୍ୟାବ୍ ପରୀକ୍ଷଣରେ ମହୁ ନମୁନା ବିଫଳ ହୋଇଛି। ମହୁରେ ସୁକ୍ରୋଜ ମାତ୍ରା 2 ଗୁଣରୁ ବି ଅଧିକ ଥିଲା। ମାମଲାରେ ନ୍ୟାୟ ନିର୍ଣ୍ଣାୟକ ଅଧିକାରୀ 12 ଏପ୍ରିଲ ଶୁକ୍ରବାର ଡିଡିହାଟ ବିକ୍ରେତା ଓ ରାମନଗର ଡିଷ୍ଟ୍ରିବ୍ୟୁଟର କମ୍ପାନୀ 1 ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 16, ମେ 10ରୁ ଚାରିଧାମ ଯାତ୍ରା, ପ୍ରଥମ ସପ୍ତାହରୁ ଆରମ୍ଭ ହେବ ପଞ୍ଜୀକରଣ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାରିଧାମ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଭାଗ ପକ୍ଷରୁ ପଞ୍ଜୀକରଣ କାଉଣ୍ଟର କାମ ଆରମ୍ଭ ହୋଇଛି। ଚାରିଧାମ ଯାତ୍ରୀଙ୍କ ଯାତ୍ରା ପଞ୍ଜୀକରଣ କରିବା ପାଇଁ ଚଳିତ ବର୍ଷ 6ଟି କାଉଣ୍ଟର ହେବ। ମେ ପ୍ରଥମ ସପ୍ତାହରୁ କାଉଣ୍ଟରମାନଙ୍କରେ ଯାତ୍ରୀଙ୍କ ନାମ ପଞ୍ଜୀକରଣ ଆରମ୍ଭ କରିଦିଆଯିବ। ଉତ୍ତରାଖଣ୍ଡରେ ମେ 10 ତାରିଖରେ ଗାଙ୍ଗୋତ୍ରୀ ଓ ଯମୁନୋତ୍ରୀ କବାଟ ଖୋଲିବା ସହ ଚାରିଧାମ ଯାତ୍ରା ଆରମ୍ଭ ହୋଇଯିବ। ନମ୍ବର 17, ଇରାନକୁ ଉଚିତ ସମୟରେ ଜବାବ ଦେବୁ, କହିଲେ ଇସ୍ରାଏଲ ମନ୍ତ୍ରୀ। ଇରାନ ଆକ୍ରମଣର ଉଚିତ ଜବାବ ଦେବ ଇସ୍ରାଏଲ। ଜବାବ ସମୟରେ ଦିଆଯିବ। ଇସ୍ରାଏଲ ଅନୁସାରେ ଇରାନ ଉଚିତ ମୂଲ୍ୟ ଦେବ ବୋଲି ଇସ୍ରାଏଲ ମନ୍ତ୍ରୀ ବେନ୍ନି ଗାନ୍ମଚ କହିଛନ୍ତି। ସେ କହିଛନ୍ତି, ଆମେ ଏକ କ୍ଷତ୍ରିୟ ସଂଗଠନ ଗଢ଼ିବା ଏବଂ ଇରାନଠାରୁ ସେତିକି ମୂଲ୍ୟ ନେବୁ ଯେତିକି ଆମକୁ ଠିକ୍ ଲାଗିବ। ଏହା ପୂର୍ବରୁ ଇରାନ ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାହିଆନ ରବିବାର ଇସ୍ରାଏଲ ଉପରେ ଆକ୍ରମଣ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଆମେ ଆମେରିକାକୁ ସୂଚନା ଦେଇଥିଲୁ ଯେ ଆମର ଆକ୍ରମଣର ସୀମିତ ରହିବ, କେବଳ ନିଜ ସୁରକ୍ଷା ପାଇଁ ଆକ୍ରମଣ କରାଯାଉଛି ବୋଲି ସେ କହିଛନ୍ତି। ଇରାନ ଆକ୍ରମଣକୁ ପଶ୍ଚିମ ଦେଶଗୁଡ଼ିକ ନିନ୍ଦା କରିବା ପରେ ଇରାନ ବୈଦେଶିକ ମନ୍ତ୍ରୀ ଏହି ବୟାନ ଦେଇଛନ୍ତି। ନମ୍ବର 18, ଇରାନ ଇସ୍ରାଏଲ ଯୁଦ୍ଧକୁ ନେଇ ଭାରତର ବୟାନ, ଉତ୍ତେଜନାରୁ ନିବୃତ୍ତ ରହିବାକୁ ଦୁଇ ଦେଶକୁ ଅପିଲ। ଇସ୍ରାଏଲ ଉପରେ ମିଜାଇଲ ଆକ୍ରମଣ କରିଛି ଇରାନ। ଶନିବାର ବିଳମ୍ବିତ ରାତିରେ ପ୍ରାୟ 200ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଇସ୍ରାଏଲର ସୈନ୍ୟ ଆଡ୍ଡା ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। 2 ଡଜନରୁ ଅଧିକ ବାଲିଷ୍ଟିକ୍ ମିଜାଇଲ ମାଡ଼ ହୋଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ ଅଭିଯୋଗ କରିଛି। ଏହାଦ୍ୱାରା ଇସ୍ରାଏଲର କିଛି ସୈନ୍ୟ ଠିକଣା କ୍ଷତିଗ୍ରସ୍ତ ହୋଇଛି। ଇରାନର ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଜରୁରୀ କ୍ୟାବିନେଟ୍ ବୈଠକ ଡାକିଛନ୍ତି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରୋକିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ଜରୁରୀକାଳୀନ ମିଟିଂ ଡାକିଛି। ନମ୍ବର 19, ସରବଜିତଙ୍କ ହତ୍ୟାକାରୀଙ୍କୁ ପାକିସ୍ତାନରେ ହତ୍ୟା। ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତର ସରବଜିତ ସିଂ ହତ୍ୟାକାରୀ ଅମୀର ସରଫରାଜଙ୍କୁ ରବିବାର ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି। ଆଇଏସ୍ଆଇର ଇସାରାରେ ପାକିସ୍ତାନରେ ସରବଜିତଙ୍କୁ ପଲିଥିନରେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିଲା। ସରଫରାଜ ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଭାବେ ବେଶ୍ କୁଖ୍ୟାତ। ନମ୍ବର 20, ବେଲୁଚିସ୍ତାନରେ 9 ଜଣଙ୍କୁ ଅପହରଣ ପରେ ହତ୍ୟା। ଆଫଗାନିସ୍ତାନ ଏବଂ ଇରାନ ସୀମାକୁ ଲାଗି କରିଥିବା ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ବଢ଼ୁଛି ଉତ୍ତେଜନା। କିଛି ଅଜ୍ଞାତ ବନ୍ଧୁକଧାରୀ ଏକ ବସ୍ରୁ 9 ଜଣଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି।
ଏହି ହମଲାକୁ ବିଚ୍ଛିନ୍ନତାବାଦୀ ସମୂହ ବେଲୁଚି ଲିବରେସନ ଆର୍ମି ନିଜ ଉପରକୁ ନେଇଛି। ରୟଟର୍ସ ମୁତାବକ ଆକ୍ରମଣକାରୀ ଏକ ବୟାନରେ କହିଛନ୍ତି ଦକ୍ଷିଣ ପଶ୍ଚିମ ପାକିସ୍ତାନରେ ଗୁଳି ମାରି ହତ୍ୟା କରାଯାଇଥିବା 9 ଜଣ ଗୁଇନ୍ଦାଗିରି କରୁଥିଲେ, ତେଣୁ ତାଙ୍କୁ ଉଚିତ ଦଣ୍ଡ ମିଳିଛି ବୋଲି ବେଲୁଚି ଲିବରେସନ ଆର୍ମି କହିଛି। ଅନ୍ୟପଟେ ଏମାନେ ଦିନ ମଜୁରିଆ କାମ କରିବାକୁ ଇରାନ ଯାଉଥିବା କଥାକୁ ଅସ୍ୱୀକାର କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଦୃଢ଼ ନିନ୍ଦା କରିଛନ୍ତି। ନମ୍ବର 21 କୋଟାର ହଷ୍ଟେଲରେ ବିସ୍ଫୋରଣ, 7 ଜଣ ଗୁରୁତର। ରବିବାର ସକାଳ ପ୍ରାୟ 6ଟା ସମୟରେ ରାଜସ୍ଥାନର କୋଟା ସ୍ଥିତ ଏକ ହଷ୍ଟେଲରେ ଟ୍ରାନ୍ସଫର୍ମର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଘଟିବା ମାତ୍ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ 7 ଜଣ ପିଲା ଗୁରୁତର ଆହତ ହୋଇଥିଲେ। ଅନେକ ପିଲା ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁ ପଡ଼ିଥିଲେ। ହଷ୍ଟେଲର କର୍ମଚାରୀ ଏବଂ ଲୋକମାନେ ଉଦ୍ଧାର କାର୍ଯ୍ୟ କରି ହଷ୍ଟେଲରେ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ନମ୍ବର 22 ଅଯୋଧ୍ୟା ରାମ ମନ୍ଦିର ଥିମ୍ରେ ରୂପାର ରଙ୍ଗୀନ ମୁଦ୍ରା ଜାରି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ରାମଲଲ୍ଲାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ଧାଡ଼ି ଲାଗୁଛି। ଏଥିରେ ଆଗକୁ ଆସୁଥିବା ରାମନବମୀ ଉତ୍ସବ ନିମନ୍ତେ ପ୍ରସ୍ତୁତି ମଧ୍ୟ ଚାଲିଛି। ଏବେ ରାମ ମନ୍ଦିର ପ୍ରସାଦ ସ୍ୱରୂପ ନଦୀ ଜଳ ଭଳି ସାମଗ୍ରୀର ଚାହିଦା ମଧ୍ୟ ବଢ଼ିଯାଇଛି। ଏଣୁ ସରକାର ସାର୍ବଜନିକ ବିକ୍ରି ନିମନ୍ତେ ସୀମିତ ସଂସ୍କରଣରେ 50 ଗ୍ରାମ ଓଜନର ରୌପ୍ୟ ମୁଦ୍ରା ଜାରି କରିଛନ୍ତି। ଏହି ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଯୋଧ୍ୟା ରାମ ମନ୍ଦିର ଥିବାବେଳେ ଅପର ପାର୍ଶ୍ୱରେ ରାମଲଲ୍ଲାଙ୍କ ଚିତ୍ର ରହିଛି। ସାର୍ବଜନିକ ବିକ୍ରୟ ନିମନ୍ତେ ଜାରି ହୋଇଥିବା ଏହି ମୁଦ୍ରାର ମୂଲ୍ୟ 5,860 ଟଙ୍କା ରଖାଯାଇଛି। 50 ଗ୍ରାମ ଓଜନର ଏହି ରୌପ୍ୟ ମୁଦ୍ରା 999% ଶୁଦ୍ଧ ରୂପରେ ତିଆରି ହୋଇଛି। ନମ୍ବର 23 ଏସୀୟ କୁସ୍ତି, ଅଞ୍ଜୁ ହର୍ଷିତାଙ୍କୁ ରୌପ୍ୟ। ଭାରତୀୟ ଯୁବ କୁସ୍ତିବିତ୍ ଅଞ୍ଜୁ ଓ ହର୍ଷିତା ଏଠାରେ ଚାଲିଥିବା ଏସୀୟ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ଉଭୟ ଫାଇନାଲରେ ପରାଜିତ ହୋଇ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ। ମନୀଷା ଭନୱାଲ ଓ ଅନ୍ତିମ କୁଣ୍ଡୁ କାଂସ୍ୟ ପଦକ ଜିତିବାରୁ ଚତୁର୍ଥ ଦିନ ଭାରତକୁ 4 ପଦକ ମିଳିଛି। ସରିତା ମୋର କିନ୍ତୁ ପ୍ରଥମ ପର୍ଯ୍ୟାୟରୁ ହାରି ବିଦାୟ ନେଇଛନ୍ତି। ରବିବାର 53 କିଲୋଗ୍ରାମ ଓଜନ ବର୍ଗରେ ଅଞ୍ଜୁ ବୈଷୟିକ ଶ୍ରେଷ୍ଠତା ଭିତ୍ତିରେ ଯଥାକ୍ରମେ ଫିଲିପାଇନ୍ସର ଆଲିଆ ରୋଜ ଗ୍ୟାଭଲେଜ ଓ ଶ୍ରୀଲଙ୍କାର ନେଥମି আহিଂସା ଫର୍ଣ୍ଣାଣ୍ଡୋଜଙ୍କୁ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ। ନିକଟରେ ଭିନେସ ଫଗଟଙ୍କୁ ଚୟନ ପ୍ରକ୍ରିୟାରେ ହରାଇଥିବା ଅଞ୍ଜୁ ସେମିଫାଇନାଲରେ ଚୀନର ଚୁନ୍ ଲେଇଙ୍କୁ 9-6ରେ ମାତ ଦେଇ ଫାଇନାଲ ସ୍ଥାନ ପକ୍କା କରିଥିଲେ। ସ୍ୱର୍ଣ୍ଣପଦକ ମୁକାବିଲାରେ ସେ କୋରିଆର ଜି ହ୍ୟାଙ୍ଗ କିମ୍ଙ୍କୁ 0-10ରେ ହାରି ଯାଇଥିଲେ। ନମ୍ବର 24 ମୁମ୍ବାଇକୁ 20 ରନରେ ହରାଇଲା ଚେନ୍ନାଇ। ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ପରାଜିତ ହେଲା ମୁମ୍ବାଇ ଇଣ୍ଡିଆନ୍ସ। ରୋହିତଙ୍କ ଶତକ ଉପରେ ଭାରି ପଡ଼ିଲେ ମଥିସା ପଥିରାନଙ୍କ ଶାଣିତ ବୋଲିଂ। ଆଉ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମୁମ୍ବାଇକୁ ତାରି ଘରୋଇ ମାଟିରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ। ୱାଙ୍ଖାଡେରେ ଲଗାତାର 2 ବିଜୟ ପରେ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ। ଆଉ ରୋହିତ ଶର୍ମାଙ୍କ ଅପରାଜିତ 105 ରନ୍ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ 206 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ମୁମ୍ବାଇ 6 ୱିକେଟ୍ ବିନିମୟରେ 186 ରନ୍ କରିପାରିଛି। ନମ୍ବର 25 ପୁଣି ହାରିଲା ଲକ୍ଷ୍ନୌ, କେକେଆରର ଚତୁର୍ଥ ବିଜୟ। ଇଡେନ୍ ଗାର୍ଡେନରେ ଘରୋଇ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ବଡ଼ ବିଜୟ। କାଲି ଦଳ କେଏଲ୍ ରାହୁଲଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ 8 ୱିକେଟ୍ରେ ପରାସ୍ତ କରିଛି। ଏହା ଲକ୍ଷ୍ନୌର କ୍ରମାଗତ ଦ୍ୱିତୀୟ ପରାଜୟ ହୋଇଥିବା ବେଳେ କେକେଆର ଚଳିତ ଆଇପିଏଲ୍ରେ ଚତୁର୍ଥ ବିଜୟ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ 7 ୱିକେଟ୍ ହରାଇ 161 ରନ୍ କରିଥିଲା। ଏହାର ଜବାବରେ କେକେଆର 26 ବଲ୍ ପୂର୍ବରୁ ମାତ୍ର 2 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।